ତମ ଭାଇରେ ଭାଇ ମୁଁ ଏବେ ଅଛି ଆମ ଚୌଧୁରୀ ଟିକରପଡ଼ାର ଭାଇ ଆମର ଯିଏକି ମନ୍ତ୍ରୀ ରାମ ତାଙ୍କ ଦୋକାନରେ ମୁଁ ଅଛି ଭାଇ। ହଁ କୈଳାସ ରାମ ସେ ଏକା ଆମ ଭାଇ ସବୁ ମନ୍ତ୍ରୀ ରାମ ସବୁ ଜାଣିଛନ୍ତି। ତ ଭାଇ ଏବେ ତାଙ୍କ ଭାଇ ଅଛନ୍ତି ଏବଂ ଆମର ନୀଳ ମହାପୁର ଅଛନ୍ତି। ତ ଦେଖନ୍ତୁ ଦୋକାନ ଭିତରକୁ ଯିବା ଏବେ। ଆଙ୍କେ ହେଉଛନ୍ତି ମନ୍ତ୍ରୀ ରାମଙ୍କ ଭାଇ। ତାଙ୍କେ ହେଉଛନ୍ତି କୈଳାସ ତାଙ୍କ ନାଁ କିସ ଯେ କୈଳାସ ରାମ ନା ଆଉ ମନ୍ତ୍ରୀ। ହଁ ତାଙ୍କର ଭିଡ଼ିଓ ଯାକ ମୁଁ ଦେଖୁଥିଲି ହାଇଲାଇଟ ରାମ ତାଙ୍କେ ତାପରେ ଯାଇକିରି ଆମ ହଁ ଟିକେ ତମେ କହୁନ ଟିକେ ତମ ଭାଇ ବିଷୟରେ ମାନେ ରାମ କେମିତି ହଉଛି କେମିତି ନାହିଁ ଭଲ ହଉଛି ତ ତୁ କହିବୁ ନା। ତ ଭାଇ ମୁଁ ଦୋକାନରୁ ନଦୀକି ଯିବା ପାଇଁ ବାହାରିଥିଲି କିନ୍ତୁ ଆମ ସାଙ୍ଗଟା ଯିଏ ମୋତେ ଶିଖେଇଛି ଭାଇ ମୋ ଗୁରୁ ଯିଏ ଆମ ଜୀବନ ଭାଇ ମୋତେ ଡାକିଲେ ଭାଇ ବଦ୍ରୁମା ଯିବାକୁ। ଭାଇ ଆପଣମାନେ ତ ଜାଣିଥିବେ ଭାଇ ବଦ୍ରୁମା ମଣ୍ଡଳର ଦୋକାନ ଜାଣିଥିବେ ତାଙ୍କର ମିଠା ଦୋକାନ ହାଇଲାଇଟ ଅଛି। ତ ସେଇଠିକି କେକ୍ ଆଣିବା ପାଇଁ ଯାଉଛୁ ତ ଚାଲନ୍ତୁ ଯିବା। ତା ପୂର୍ବରୁ ଆମ ଗୁରୁକୁ ଟିକେ ଦେଖିଦିଅନ୍ତୁ ଆମ ଗୁରୁ ଏଇଠି ଠିଆ ରହିଛନ୍ତି। ତ ଦେଖନ୍ତୁ ଆମ ଗୁରୁ ଲାଜ କରୁଛନ୍ତି ମୁହଁ ଦେଖାଉନାହାନ୍ତି। ତ ଭାଇ ଚାଲନ୍ତୁ ଯିବା ବଦ୍ରଗୁମା ମଣ୍ଡଳ ଟିକେ ମିଠା ଦୋକାନକୁ ଯିବା। ତ ଫାଇନାଲ ଗାଇସ୍ ଆଇକି ପହଞ୍ଚିଗଲି ବଦ୍ରଗୁମା ମିଠା ଦୋକାନ ପାଖରେ ଆସିକି ପହଞ୍ଚିଗଲି। ଆପଣମାନଙ୍କୁ ବୋର୍ଡଟା ବି ଦେଖେଇଦେବି। ତ ଏଇଠି ବୋର୍ଡ ଲାଗିଛି ଆପଣମାନେ ଦେଖିପାରୁଥିବେ ଭାଇ ମା ତାରାତାରିଣୀ ମିଷ୍ଟାନ ଭଣ୍ଡାର ଲେଖା ହେଇଛି। ଫୋନ୍ ନମ୍ବର ଏବେ ଅଛି ଏଠାରେ ଦେଖନ୍ତୁ। ବାର୍ଥଡେ ପାଇ କେକ୍ ରାବିଡ଼ି ସବୁ ଲେଖା ହେଇଛି ମୋ ଭାଇ ବଦ୍ରୁମା ଛକ ଲେଖା ହେଇଛି। ତ ଚାଲନ୍ତୁ ଆମେ ଏ ଗାଡ଼ିଟାରେ ଆସିଲୁ ଆମ ସୁମନ ଭାଇଙ୍କର। ତ ଏଇଟା ହେଉଛି ମଣ୍ଡଳଙ୍କର ମିଠା ଦୋକାନଟା ଏଇଟା ଦେଖନ୍ତୁ ଦେଖନ୍ତୁ କେକ୍ ସବୁ ଅଛି କେକ୍ ଅଛି ତାପରେ ସବୁ ମିଠା ମିଠା ସବୁ ଅଛି ଦେଖନ୍ତୁ। ଗୋଲାପଜାମୁ ମିଳୁଛି। ଏଇଟା ଦେଖନ୍ତୁ ଏଇଟା ଛେନାପୋଡ଼ ଦେଖନ୍ତୁ ସେପରି ସବୁ ମିକ୍ସଚର ବି ମିଳୁଛି। ଦେଖିଲେ ଏପରି ବିସ୍କିଟ ମିକ୍ସଚର ସବୁ ମିଳୁଛି। ଏପରି ସବୁ ବର୍ଥଡେ ବୟ ସାମାନ ସବୁ ରଖା ହେଇଛି ଦେଖନ୍ତୁ। ବର୍ଥଡେ ବୟ ଯାକ ସବୁ ଦେଖିଲେ ବର୍ଥଡେ ବୟ ସାମାନ। ତ ଏଇଟା ହେଉଛି ବଦ୍ରୁମା ଛକଟା ଏପରି ଆମ ଗାଁଟା ଭାଇ। ଭାଇ ଯଦି ଆପଣମାନଙ୍କୁ ଯଦି ବର୍ଥଡେ ବୟ କେକ୍ ହଉ ଭାଇ ଯଦି ଦରକାର ଯଦି ମିଠା ମିଠା ଦରକାର ହେଲେ ଏଇଠିକି ଆସିବେ ମଣ୍ଡଳ ଦୋକାନକୁ ଆସିବେ ଭାଇ ବଦ୍ରୁମା ଛକରେ ଅଛି। ତ ଚାଲନ୍ତୁ ଭାଇ ଏବେ ଯିବା। ସେପଟେ ଆମ ଗାଡ଼ି ଯାଉଛି ଦେଖନ୍ତୁ ମା ଗ୍ରାମ ଦେବତୀ ଗାଡ଼ି ଯାଉଛି ଆମ ଡିଜେ ଗାଡ଼ି ଦେଖନ୍ତୁ ପଲାଣି। ତ ଭାଇ ଯଦି ଆପଣମାନେ ଆସିବାକୁ ଚାହୁଁଛନ୍ତି କେକ୍ ନେବାକୁ ନହେଲେ ମିଠା ମିଠା ନେବାକୁ ଅଛନ୍ତି ତାହେଲେ ଏଇଠି ବଦ୍ରୁମା ଛକକୁ ଆସିବେ। ଏଇଠି ଭଲ ମିଠା ମିଳୁଛି ଏବଂ ଭଲ କେକ୍ ମିଳୁଛି। ତ ଭାଇ ଚାଲନ୍ତୁ ଏବେ ଭାଇ ମୁଁ ନଦୀ ଯିବାକୁ ତ ବାହାରିଛି ତ ଚାଲନ୍ତୁ ଏବେ ନଦୀକି ଯିବା ଆପଣମାନଙ୍କୁ ଦେଖାଇଦେବି। ତ ଚାଲ ମୋ ଭାଇ ତ ମୋ ଭାଇରେ ଭାଇ ମୁଁ ଆପଣମାନଙ୍କୁ ମିଠା ଦୋକାନରେ କହିଥିଲି ଯେ ଭାଇ ରାତି ହେଇଗଲାଣି ନଦୀକି ଯିବି ବୋଲିକି। ତ ଭାଇ ମୁଁ ନଦୀ ଯାଇପାରିଲିନି କାହିଁକି ନା ଭାଇ ମୋତେ ରାତିରେ ଡର ଲାଗୁଛି। ତ ଭାଇ ମୁଁ ଏବେ ଆମ କୋଠ ଘର ଉପରେ ଅଛି ଭାଇ ଭିଡ଼ିଓ କରିବାକୁ ଏଇଠିକି ଆସିଲେ ଆପଣମାନେ ଦେଖିପାରୁଥିବେ ଭାଇ ଆମ କୋଠ ଘର ଉପରଟା ଭାଇ କେମିତି ରହିଛି ଭାଇ ରାତି ଭିଉଟା କେମିତି ଦେଖନ୍ତୁ। ଦେଖିଲେ ଭାଇ ରାତି ଭିଉଟା ତ ଭାଇ ଆମ ଗାଁର ଭାଇ ମୁଁ ରାତି ଭିଉଟା ଦେଖେଇବି ମାନେ ମାନେ ରାତି ଘଣ୍ଟେକୁ ଆମ ଗାଁର କେମିତି ଦଉଛି କେମିତି ନାହିଁ ସବୁ ଦେଖେଇବି ଭାଇ। ତ ଚାଲନ୍ତୁ ତ ଭାଇ ଆଜି ମୋ ଲାଇଫରୁ ଆପଣମାନେ ଭାଇ ନିରାଟ ଗୋଟେ ସତ କଥା ଜାଣିବେ ଭାଇ। ଭାଇ ସେଇ ସତ କଥାଟା ହେଲା ଭାଇ ଭାଇ ମୋତେ ଏ ଭିଡ଼ିଓ ଲାଇନ୍କୁ ଭାଇ ଯିଏ ଆଣିଛି ଭାଇ ଆଜି ମୁଁ ତାଙ୍କ କଥା ଉଠାଇବାକୁ ଚାହୁଁଛି। ଭାଇ ମୋତେ ଭିଡ଼ିଓ ଲାଇନ୍କୁ ଆଣିଛି ଜଣେ ସିଏ ହେଉଛି ମୋ ସାଙ୍ଗ ଜୀବନ। ଆପଣମାନଙ୍କୁ ଦେଖେଇଲି ନା ଭିଡ଼ିଓରେ ମୋ ସାଙ୍ଗ ଜୀବନକୁ। ତ ଭାଇ ସିଏ ମୋତେ ଭାଇ ଭିଡ଼ିଓ ଲାଇନ୍କୁ ଆଣିଲା ଭାଇ। ତାଙ୍କ ଯୋଗୁରୁ ଆକା ଭାଇ ମୁଁ ଆଜି ଏତେ ଉପରକୁ ଉଠି ପାରିଲି। ନହେଲେ ଭାଇ ମୋତେ ଭାଇ କେଉଁ ଲୋକ ହେଲେ ବାସି ବାନ୍ଧେ ମୋତେ ପଚାରିଥାନ୍ତାନି। ହଁ ଭାଇ ମୁଁ ସତ କଥା କହୁଛି ଭାଇ। ଭାଇ ମୋ ଲାଇଫ୍ରେ ଭାଇ ମୁଁ କିଛି ଲୁକଉନି କାହିଁକି ନା ଭାଇ
ଆମେ ଭାଇ ଦୁଇ ଜଣ ଯାକ ଗୋଟେ କ୍ଲାସମେଟ୍ ଭାଇ। ଆମେ ଜୀବନ ଭାଇର ମୋର ଗୋଟେ କ୍ଲାସମେଟ୍। ଏବଂ ଭାଇ ଆପଣମାନେ ପପିକି ତ ଚିହ୍ନି ପାରୁଥିବେ ଭାଇ, ତାଳପଡ଼ା ପପି ଭାଇ। ସେ ଆମ ଗାଁରେ ରହୁଥିଲା, କାହିଁକିନା ଭାଇ ତାର ଅଜାହାର ଘର ଆମ ଅଜାହାର ଘର ତାଙ୍କର ସରି ଭାଇ ତାଙ୍କର ଅଜାହାର ଘର ଆମର ଘର ପାଖରେ ତାଙ୍କ ଅଜାହାର ଘର। ତ ପିଲାଦିନଠୁ ଭାଇ ସେ ଏଇଠି ରହୁଥିଲା ପପି। ଆଉ ଗୋଟେ କଥା ହେଲା ମୋ ଭାଇ ସିଏ ଏବେ ମୋବାଇଲ ଦୋକାନ ଖୋଲିଛି। ଆପଣମାନେ ତ ଜାଣିଥିବେ ଭାଇ ତାଳପଡ଼ାର ପପି ନାଚକୁ ମଧ୍ୟ ଯାଇଥାଉଛି ଭାଇ, ରାମାୟଣ ନାଚକୁ ତ ଯାଇଥାଉଛି, ଠିକ୍ ଚିହ୍ନି ପାରୁଥିବେ ଭାଇ। ଭାଇ ପପି ଆଉ ଆମ ଜୀବନ ଭାଇ ମୁଁ ଭାଇ ଆମେ 3 ଜଣ ଭାଇ। ଆମେ ଆସି ଗୋଟେ ବିଲକୁ ଯାଇଥିଲୁ। ସେ ବିଲକୁ ଯାଇଥିଲୁ ଭାଇ, କ'ଣ ପାଇଁ ଯାଇଥିଲୁ ସେଇଟା ବି କହିଦେଉଛି। ତ ଭାଇ ସେ ବିଲଟାକୁ ଆମେ ଯାଇଥିଲୁ ଯେ ଭାଇ ଧାନ ଭୂଇଁବାକୁ ଯାଇଥିଲୁ, ମାନେ ଧାନ ମନ୍ଥିବାକୁ ଯାଇଥିଲୁ ଭାଇ। ସେଇଠୁ ଧାନ ମନ୍ଥିକି ଆସିଲା ଟାଇମ୍ରେ ମୋତେ ଆମ ଜୀବନ ଭାଇ କହିଲା, ଭାଇ ତୁ ଜଲ୍ଦିରୁ ଘଟଣା ଯାକୁ ନେଇକି ଭିଡ଼ିଓ କରେ ଭାଇ। ଏମିତି କହିଲା। ଦିନେ ନା ଦିନେ ହାଇଲାଇଟ୍ ନିଶ୍ଚୟ ହବୁ ବୋଇଲା ଭାଇ। ମୁଁ ସତ ଭାଇ ତାରି କଥାରେ ପଡ଼ିକିରି ଭିଡ଼ିଓ ଉପରେ ଭିଡ଼ିଓ କରି ଚାଲିଲି। ଫାଷ୍ଟ ଭିଡ଼ିଓରେ ତ ଭାଇ ଟିକେ କମ୍ ଭିଉ ଗଲା, ଆଉ ଟିକେ ଭାଇ ଆଉ ଗୋଟେ ଭିଡ଼ିଓରେ ଭାଇ ଟିକେ ଅଧିକ ଗଲା, ଆଉ ଟିକେ ଭାଇ ଭିଡ଼ିଓରେ ଏମିତି ଅଧିକ ହେଇ ଚାଲିଲା ଭାଇ। ଏବଂ ଫଲୋଅର୍ସ ହେଲେ ଭାଇ ବଢ଼ିଲା ଭାଇ। ତ ଭାଇ ମୁଁ ଆଜି ଯେତେଲେ ଭାଇ ଧନ୍ୟବାଦ ଦେଲେ ଆମ ଜୀବନ ଭାଇଙ୍କୁ ଭାଇ କମ୍ ପଡ଼ିବ, କାହିଁକିନା ଭାଇ ମୋତେ ସେ ଶିଖେଇଛନ୍ତି, ସେ ମୋ ଗୁରୁ ଭାଇ। ତ ଭାଇ ମୁଁ ଏତିକି କହିଲି। ଯଦି ଭାଇ ଆପଣମାନେ ଯଦି କାହାଠୁ ଯଦି କ'ଣ ଶିଖିଛନ୍ତି ଭାଇ, ଆପଣମାନଙ୍କ ଗୁରୁକୁ ଆପଣମାନେ ଭାଇ ଏମିତି କିଛି କୁହନ୍ତୁନି ଯେ ଆମେ ଏବେ ଦେଖ ଭାଇ ମୋତେ ଜୀବନ ଭାଇ ଶିଖେଇଲେ ସତ କଥା, କିନ୍ତୁ ମୁଁ ତାଙ୍କୁ ପଦବି ବି ଭାଇ ମୁଁ କିଛି କହିପାରୁନି। ୟା ସାଙ୍ଗଟା ହେଇଯାଉଛି, ମୋ କ୍ଲାସମେଟ୍ଟା ହେଇଯାଉଛି, ମୋ ଗୁରୁ ହେଉଛି ଭାଇ, 3 ଆଡ଼େ ଭାଇ। ତ ଭାଇ ଆପଣମାନଙ୍କୁ ମୁଁ ଖାଲି ଏତିକି ଏକା ଅନୁରୋଧ କରି କହିବି, ଆପଣମାନେ ଫାଷ୍ଟ ଆପଣମାନଙ୍କ ଗୁରୁକୁ ଭାଇ ସମ୍ମାନ ଦେବା ଶିଖନ୍ତୁ ଭାଇ। ମୁଁ ଯେମିତି ଆମ ଜୀବନ ଭାଇକୁ ମୁଁ ଯେମିତି ସମ୍ମାନ ଦେଉଛି ସେମିତି ସମ୍ମାନ ଦେବାକୁ ଭାଇ ଚେଷ୍ଟା କରନ୍ତୁ। କାହିଁକିନା ଭାଇ ଏବେ ଆମ ଜୀବନ ଭାଇ ନଥିଲେ ଭାଇ ମୋତେ ଯଦି କହିନଥାନ୍ତେ ବେଲେ ମୁଁ ଭିଡ଼ିଓ ବନେଇ ନଥାନ୍ତି ବି, କି ମୁଁ ଏତେ ଉପରକୁ ଯାଇପାରିନଥାନ୍ତି। ତ ଭାଇ ଆମ ଜୀବନ ଭାଇ ଯୁଗରୁ ଏକା ଭାଇ ମୋତେ ଫିଲ୍ମର ଭାଇ ଗୋଟେ ସେଇଟାକୁ କ'ଣ କହୁଛନ୍ତି ଡାଇରେକ୍ଟରଟି ଭାଇ, ଡାଇରେକ୍ଟରଟା ଭାଇ ମୋତେ ଚିହ୍ନା ହେଲା ଭାଇ। ମୁଁ ନାଟକ ଯାଇଥିଲି ଭାଟ କୁମରଡ଼ା ପରା, ନାଇଁ ଭାଟ କୁମରଡ଼ା ଯାଇନଥିଲି, ବଟେଶ୍ୱର ଭାଇ, ବଟେଶ୍ୱର ଯାଇଥିଲି। ଯେଉଁ ସମୁଦ୍ର କୂଳଟା ଅଛି, ମନ୍ଦିର ବି ଅଛି ବଟେଶ୍ୱର ମନ୍ଦିର, ସେଇ ବଟେଶ୍ୱର ଯାଇଥିଲି ଭାଇ। ମୋତେ ଫିଲ୍ମର ଡାଇରେକ୍ଟରଟି ମୋତେ ଚିହ୍ନା ହେଲା ଭାଇ। ସେ ମୋର ଭିଡ଼ିଓ ଦେଖୁଛି ଭାଇ ହେଲା ଭାଇ। ତ ଭାଇ ସେ ମୋର ଭିଡ଼ିଓ ଦେଖୁଥିବାରୁ ମୋତେ ଚିହ୍ନା ହେଲା ଭାଇ। ମୁଁ ଭିଡ଼ିଓ ବନେଇଲି କାହା ପାଇଁ, ଆମ ଜୀବନ ଭାଇଙ୍କ ଯୋଗୁଁ ଭିଡ଼ିଓ ବନେଇଲି। ତ ଭାଇ ଆମ ଜୀବନ ଭାଇଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେବି ଏଇ ଭିଡ଼ିଓ ମାଧ୍ୟମରେ। ମୋତେ ଆଜି ଏତେ ହାଇଲାଇଟ୍ କରିଥିବାରୁ ମୁଁ ତୁମକୁ ବହୁତ ଭାଇ ଖୁସି ଦେଉଛି। ଆପଣଙ୍କର ଆୟୁଷ 100 ବର୍ଷ ଭାଇ। ଭାଇ ମୁଁ ଯେତେ ଭାଇ ଇଏ କଲେ ଭାଇ କମ୍ ପଡ଼ିବ, ଧନ୍ୟବାଦ ଦେଲେ କମ୍ ପଡ଼ିବ। କାହିଁକିନା ଭାଇ ମୋତେ ମୁଁ କେଉଁ ଜାଗାରେ ଥିଲି, ମୋତେ କେଉଁ ଜାଗାରେ ନେଇକି ପହଞ୍ଚେଇଲେ ଭାଇ। ମୁଁ ଯେତେ ଇଏ କଲେ ଭାଇ ଟିକେ କମ୍ ପଡ଼ିବ ଭାଇ। ଆଉ ଦୁନିଆରେ ଭାଇ ଏମିତି ଭାଇ କିଛି ଲୋକ ଅଛନ୍ତି ଯେ ଭାଇ ଏବେ ଦେଖ ଭାଇ ମୁଁ ଏଇଟା ଗର୍ବ କରି କହୁନି ଭାଇ, ଯଦି ଆପଣମାନଙ୍କୁ ଯଦି ଗର୍ବ ଭଳିଆ ଲାଗୁଥିବ ବୋଲେ ମୋତେ କମେଣ୍ଟରେ ଭାଇ ଗାଳି ଦେଇପାରିବେ ଭାଇ। ମୁଁ ସତ କଥା କହିଦେଉଛି ଭାଇ। ଏବେ ଭାଇ ମୋତେ ଜୀବନ ଶିଖେଇଲା ଭିଡ଼ିଓ। ଏବେ ମୋ ସାଙ୍ଗଟା ଧରିନିଅ, ମୋ ସାଙ୍ଗଟା ମୋତେ ଭିଡ଼ିଓ କରିବାକୁ ଡାକିଲା ମୋ ହାଇଲାଇଟ୍ ହେଲି ବୋଲିକି। ତ ଭାଇ ସେ ମୋ ସହିତ ଭିଡ଼ିଓ କଲା, ମୋ ସାଙ୍ଗଟା ହେଲା କି, ହେଲେ ମୁଁ ତା ସାଥିରେ ଭିଡ଼ିଓ କରୁଛି ମାନେ ମୁଁ ତ ହାଇଲାଇଟ୍ ଅଛି ଭାଇ। ସେ ମୋ ସହିତ ଭିଡ଼ିଓ କରୁଛି ବୋଲେ ତାକୁ ତାର ସାଙ୍ଗସାଥି ମାନେ ତାକୁ ପଚାରିବେ କିରେ ତୁ ଜୟଶିବ ସାଙ୍ଗେ କେମିତି ମିଶିଲୁ, କେମିତି ଭିଡ଼ିଓ କଲୁ ବୋଲେ ସେ କହିବ କି ମୁଁ ଜୟଶିବକୁ କହିଥିବାରୁ ମୋ ଯୋଗୁରୁ ସେ ଫେମସ୍ ହେଲା। ଏମିତି ଭାଇ କେତେ ଲୋକ କହୁଛନ୍ତି ଭାଇ। ଭାଇ ମୁଁ ଶୁଣିଦେଲିଣି ବି, ଯେ କହିଛି ଭାଇ ମୁଁ ଭିଡ଼ିଓରେ ମୁଁ ନାଁ ନେବିନି, କାହିଁକିନା ଭାଇ ବିଜାର ନାଁ ନେଲେ ତ ଭାଇ ଏମିତି କାହିଁକି କହୁଛ ଭାଇ, ଭଲ ନାହିଁ ଭାଇ। ଯିଏ ଗୁରୁ ସିଏ ଗୁରୁ ଆଗା ଭାଇ, ମୁଁ ଆଗରୁ କହୁଛି ଭାଇ। ତ ସେମିତି କାହା ନାଁ ପକେଇବାର ଠିକ୍ ନାହିଁ ଭାଇ। ମୁଁ ସବୁ ଗୁରୁ ଶିଷ୍ୟ ସମସ୍ତଙ୍କୁ ଭାଇ ମୁଁ ଏଇ ଭିଡ଼ିଓ ମାଧ୍ୟମରେ ଜଣାଯାଉଛି। ଗୁରୁମାନଙ୍କୁ ମୁଁ ଏତିକି ଅନୁରୋଧ କରୁଛି ଶିଷ୍ୟମାନଙ୍କୁ କିଛି ଟ୍ରେନିଂ ଦିଅନ୍ତୁ। ଏବଂ ଶିଷ୍ୟମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଗୁରୁ ଆପଣଙ୍କୁ କିଛି ଶିଖେଇଛି ଭାଇ,
ସେତିକି ଏକା ଆପଣମାନେ ପାଳନ କରନ୍ତୁ। ଭାଇ ସ୍କୁଲରେ ଆମେ ଯେମିତି ପାଠ ପଢ଼ିଲା ସମୟରେ ଆମର ପାଠ ପଢ଼ା ହୁଏନି, ସାର୍ମାନେ ଆମକୁ ଯେମିତି ଶିଖାନ୍ତି ଭାଇ ସେମିତି ଆକା ଭାଇ, ମୁଁ ସେଇ ଟାଇପ୍ର ଆକା କହୁଛି। ଆଉ ଭାଇ ତମର ଇଚ୍ଛା ଭାଇ, ମୁଁ କାହିଁକି ଏ ଭିଡ଼ିଓରେ ଆଜି ଏତେ ସବୁ କଥା କହିଲି ବେଲେ ଭାଇ, ମୋର ସବୁ ମାନେ ମୋ ଗୁରୁ ହେଲେ ଆସିବେ ଭାଇ। ମୁଁ ମୋ ଗୁରୁକୁ ଅପମାନ କେବେ କରିପାରିନି, କାହିଁକିନା ଭାଇ ଆଜି ଯେତେ ପର୍ଯ୍ୟନ୍ତ ଯାଇଛି ଖାଲି ତା ଯୁଗୁରୁ ଆଗା ଯାଇଛି, ଜୀବନ ଭାଇ ଯୁଗୁରୁ ଆଗା ଯାଇଛି। ତ ଚାଲନ୍ତୁ ଭାଇ, ବେଶୀ କଥାବାର୍ତ୍ତା ହେଇଗଲା ଭାଇ, ଝାପ୍ସା ତ ମଧ୍ୟ ଦେଉଥିବ କାହିଁକିନା ଭାଇ ମୁଁ ରାତିରେ ଆସିକି ଭିଡ଼ିଓ କଲି। ତ ଭାଇ ତ ସେପରି ଯିବା, ଆମର ପିଲାମାନେ ସବୁ ଖେଳା ଖେଳି କରୁଥିଲେ ସେତେବେଳକୁ, ଏବେ କେଜାଣି ଖେଳା ଖେଳି କରୁଥିବେ କି ନାହିଁ ମୁଁ କହିପାରିନି। ସେତେବେଳେ ଖେଳା ଖେଳି କରୁଥିଲେ। ତ ମୁଁ ଆଉ ଗୋଟେ କଥାଟି କହିଦେଉଛି ଯେ ରାତି ଭାଇ 2ଟା ବେଳେ ଭାଇ ମୁଁ ଭିଡ଼ିଓ କରିଛି, ଆମର ବଡ଼ ସାଇଟ୍ ଯେ ଆମ ଘର ଯାଇ ଭିଡ଼ିଓ କରିଛି। ତ ସେଇଟା ଏବେ ମୁଁ ଆପଣମାନଙ୍କୁ ଭିଡ଼ିଓ କରିନି, କରିକି ଦେଖେଇଦେବି। ତ ଭାଇ ଏଇଠି ଭାଇ ଘର ଭିତରେ ଯେଉଁ ନାହିଁ କି ଭାଇ, ଆମର ସବୁ ରାମାୟଣର ଭାଇ ସବୁ ସାମାନ ପତ୍ର ଅଛି। ଏଇଠି ଗୀତ ଫିତ ସବୁ ଲାଗିଛି ଭାଇ। ତ ଚାଲନ୍ତୁ ଯିବା। ତ ଆକୁ ତ ଆପଣମାନେ ଚିହ୍ନି ପାରୁଥିବେ, ଆମ ଦୀପକ ଭାଇ ଲାଇଟ୍ ଆଣ୍ଡ ସାଉଣ୍ଡର ଭାଇ ବଡ଼ ଇଏ ଭାଇ। ଟିକେ ଗୀତଟା ଟିକେ ବନ୍ଦ କର। ଆକୁ ତ ଚିହ୍ନି ପାରୁଥିବେ ଭାଇ, ଆମ ଦୀପକ ଭାଇ ଲାଇଟ୍ ଆଣ୍ଡ ସାଉଣ୍ଡର ଭାଇ ବଡ଼ ଆଙ୍କେ ଭାଇ। ଭାଇ ଆପଣମାନେ ଯଦି ଘର ୱାରିଂ କାମ କରିବାକୁ ଚାହୁଁଛନ୍ତି ତାହେଲେ ଟିକେ କଣ୍ଟାକ୍ଟ କରନ୍ତୁ। ତ ଦେଖନ୍ତୁ, ନାଇଁ ଭିଡ଼ିଓ ଚାଲିଛି। ଲଗା ତ ଭାଇ ଆକୁ ତ ଆପଣମାନେ ଭଲ ଭାବରେ ଚିହ୍ନି ପାରୁଥିବେ ଭାଇ, ପପୁ ଭାଇ। ଆଙ୍କେ ନାଟରେ ବକାସୁର ହେଉଛନ୍ତି। ତ ଭାଇ ଆଙ୍କର ଗୋଟେ ଇନଷ୍ଟାଗ୍ରାମ ଆଇଡି ଅଛି, ଆଙ୍କେ ମୋ ପରିଆ ଭିଡ଼ିଓ ବନାଉଛନ୍ତି। ତ ଭାଇ ତମର ଆଇଡିର ନାଁଟା କହିଲ ଟିକେ। ଗଞ୍ଜାମ ସିଂହ। ତ ଭାଇ ପ୍ଲିଜ୍ ଯାଇକି ଟିକେ ଆଇଡିଟାକୁ ଭାଇ ଟିକେ ଫଲୋ କରିଦିଅନ୍ତୁ। ତ ଚାଲନ୍ତୁ ଏବେ ସେପଟେ ଯିବା, ପୁରା ଆମର ନାଟ ସାମାନ ଅଛି ଦେଖେଇଦେବି ସେପଟେ ଭାଇ। ତ ଏଠି ସବୁ ନାଟ ସାମାନ ଯାକ ଅଛି ଦେଖିପାରୁଥିବେ। ଏବେ ତ ନାଟ ଅଛି ଭାଇ, ବହୁତ ନାଟ ଅଛି ଶିବରାତ୍ରି କି ଦେଖିପାରୁଥିବେ।